हेलो दोस्तों, वेलकम टू माय यूट्यूब चैनल। पिलामाने तुमମାନଙ୍କ ପାଇଁ ନେଇ ଆସିଛି ଓଡ଼ିଆ ରଚନା ଆମ ଓଡ଼ିଶା। ଉପକ୍ରମ ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଆମ ପ୍ରିୟ ରାଜ୍ୟ ଓଡ଼ିଶା। ଏହା ଏକ ପବିତ୍ର ଓ ଐତିହାସିକ ଭୂମି। ପ୍ରାଚୀନ କାଳରେ ଏହା କଳିଙ୍ଗ, ଉତ୍କଳ ଓ ଉଡ୍ର ଦେଶ ନାମରେ ପ୍ରସିଦ୍ଧ ଥିଲା। 1936 ମସିହା ଏପ୍ରିଲ 1 ତାରିଖରେ ଓଡ଼ିଶା ଭାଷା ଭିତ୍ତିରେ ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ଗଠିତ ହୋଇଥିଲା। ଏଥିପାଇଁ ପ୍ରତିବର୍ଷ ଏପ୍ରିଲ 1କୁ ଆମେ ଉତ୍କଳ ଦିବସ ଭାବେ ପାଳନ କରୁ। ଭୁବନେଶ୍ୱର ହେଉଛି ଓଡ଼ିଶାର ରାଜଧାନୀ। ପ୍ରାକୃତିକ ସୌନ୍ଦର୍ଯ୍ୟ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଓଡ଼ିଶା ଅତ୍ୟନ୍ତ ସମୃଦ୍ଧ। ଏହାର ପୂର୍ବ ଦିଗରେ ନୀଳ ସମୁଦ୍ର, ବଙ୍ଗୋପସାଗର ଲହଡ଼ି ଭାଙ୍ଗୁଛି। ଓଡ଼ିଶାର ଶ୍ୟାମଳ ବନାନୀ, ଉଚ୍ଚ ପର୍ବତମାଳା ଏବଂ ମହାନଦୀ ବ୍ରାହ୍ମଣୀ, ବୈତରଣୀ ଭଳି ପବିତ୍ର ନଦୀଗୁଡ଼ିକ ଏହାର ଶୋଭାକୁ ଦ୍ୱିଗୁଣିତ କରନ୍ତି। ଏଠାରେ ଥିବା ପ୍ରସିଦ୍ଧ ଚିଲିକା ହ୍ରଦ ଶୀତଦିନେ ବିଦେଶୀମାନଙ୍କ କାକଳିରେ ମୁଖରିତ ହୋଇଉଠେ। ଶିମିଳିପାଳ ଅଭୟାରଣ୍ୟ ଏବଂ ଭିତରକନିକାର ହେନ୍ତାଳ ବନ ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ଅଧିକ ଆକର୍ଷଣୀୟ କରିଥାଏ। କଳା, ସ୍ଥାପତ୍ୟ ଓ ସଂସ୍କୃତି। କଳା ଓ ସ୍ଥାପତ୍ୟ ପାଇଁ ଓଡ଼ିଶା ସାରା ପୃଥିବୀରେ ଗର୍ବିତ। କୋଣାର୍କର ସୂର୍ଯ୍ୟ ମନ୍ଦିର, ଏହାର ପଥରର କାରୁକାର୍ଯ୍ୟ ଦେଖିଲେ ଆଖି ଖୁସି ହୋଇଯାଏ। ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଓଡ଼ିଆ ଚିତ୍ରକଳାର ଚାତୁରୀର ଶ୍ରେଷ୍ଠ ନିଦର୍ଶନ। ଶ୍ରୀ ଜଗନ୍ନାଥ ସଂସ୍କୃତି। ଓଡ଼ିଶାର ପ୍ରାଣବିନ୍ଦୁ ହେଉଛି ଜଗନ୍ନାଥ ସଂସ୍କୃତି, ଯାହା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମାଧ୍ୟମରେ ସାରା ପୃଥିବୀକୁ ଭାଇଚାରାର ବାର୍ତ୍ତା ଦିଏ। ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ଏବଂ ସମ୍ବଲପୁରୀ ନୃତ୍ୟ ଆଜି ସାରା ବିଶ୍ୱରେ ସମାଦୃତ। ମନୀଷୀ ଓ ସାରସ୍ୱତ ଗୌରବ। ଓଡ଼ିଶା ଅନେକ ବୀର ଏବଂ ମହାପୁରୁଷଙ୍କ ଜନ୍ମଭୂମି। ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀ ଏବଂ ମଧୁସୂଦନ ଦାସ, ଗୋପବନ୍ଧୁ ଦାସଙ୍କ ଭଳି ନେତା ଓଡ଼ିଶାର ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଓଡ଼ିଆ ସାହିତ୍ୟକୁ ଆଦିକବି ସାରଳା ଦାସ, ଜଗନ୍ନାଥ ଦାସ ଏବଂ ସ୍ୱଭାବ କବି ଗଙ୍ଗାଧର ମେହେର ନିଜ ଲେଖନୀ ଦ୍ୱାରା ରୁଦ୍ଧିମନ୍ତ କରିଛନ୍ତି। ଉପସଂହାର: ଆମ ଓଡ଼ିଶା କେବଳ ଖଣିଜ ସମ୍ପଦ ନୁହେଁ, ବରଂ ହୃଦୟର ସରଳତା ଓ ଅତିଥି ସତ୍କାରରେ ମଧ୍ୟ ଧନୀ। ବର୍ତ୍ତମାନ ଆମ ରାଜ୍ୟ ଶିକ୍ଷା, କ୍ରୀଡ଼ା ଏବଂ ଶିଳ୍ପ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଏଭଳି ଏକ ପବିତ୍ର ଓ ସୁନ୍ଦର ଭୂମିରେ ଜନ୍ମଗ୍ରହଣ କରିଥିବାରୁ ଆମେ ସମସ୍ତେ ନିଜକୁ ଧନ୍ୟ ମନେ କରୁ ଓ ଗର୍ବର ସହ କହୁ, ବନ୍ଦେ ଉତ୍କଳ ଜନନୀ।